ଦେଖୁଛେ ସଦାପ୍ରଭୁ ସମସ୍ତ ଶରୀର ସୃଷ୍ଟି କରିଛନ୍ତି। ଯୋଉ ଈଶ୍ୱର ସମୟ ପୂର୍ବରୁ ଅଛନ୍ତି, ଯିଏକି ସଦାବେଳେ ସେ ବିଦ୍ୟମାନ ଅଟନ୍ତି ଏବଂ ଯେତେବେଳେ ପୃଥିବୀ କିଛି ବି ନିର୍ମାଣ ହେଇନଥିଲା ତା ପୂର୍ବରୁ ସିଏ ଅଛନ୍ତି ଏବଂ ତାଙ୍କର କୌଣସି କଣ କହିବା ଲିମିଟେସନ, ତାଙ୍କର କୌଣସି ଲିମିଟେସନ ନାହିଁ, ତାଙ୍କର କୌଣସି ମଧ୍ୟ କଣ କହିବା ବାଧା ନାହିଁ ଏବଂ ସେ ଯାହା ଇଚ୍ଛା କରନ୍ତି ସେ ତା କରିପାରନ୍ତି। ତ ଏପରି ଈଶ୍ୱରଙ୍କୁ ଆମମାନେ ଯେହେତୁ ଜାଣିଛୁ, ସିଏ ସମସ୍ତ ପ୍ରକାର ଶରୀର ତିଆରି କଲେ, ମଣିଷ ମାନଙ୍କୁ ତିଆରି କଲେ, ପଶୁ ମାନଙ୍କୁ ତିଆରି କଲେ, ପକ୍ଷୀ ମାନଙ୍କୁ ତିଆରି କଲେ, ମତ୍ସ୍ୟ ମାନଙ୍କୁ ମଧ୍ୟ ସୃଷ୍ଟି କଲେ। ଏଇ ଈଶ୍ୱର ଯିଏ ସଦାବେଳେ ଅଛନ୍ତି, ଯିଏ ଥିଲେ, ଯିଏ ଅଛନ୍ତି, ଯିଏ ରହିବେ, ସିଏ ଏପରି ତାଙ୍କର ଇଚ୍ଛା ହେଲା ସେ ନିର୍ମାଣ କଲେ। ତାର କୌଣସି ପାପ ବା କୌଣସି ଅବାଧ୍ୟତା, କୌଣସି ପାପ ତା ହୃଦୟରେ ନଥାଏ ବା ତା ଶରୀରରୁ ପରିଷ୍କୃତ ହେଇଥାଏ। ସେହି ଶରୀର ଅନନ୍ତ ଜୀବନ ପ୍ରାପ୍ତ ହୁଏ। ପାର୍ଥିବ ଶରୀର ଅନନ୍ତ ଜୀବନରେ ପରିଣତ ହୁଏ। ଧ୍ୟାନ ଦବା, ଏଇ ଯୋଉ ପରିଣତି ହେବା, ରୂପାନ୍ତରିତ ହେବା, ପୁନରୁତ୍ଥିତ ହେବା, ଏ ବିଷୟରେ ଆମମାନେ ଆଜି ପୁଙ୍ଖାନୁପୁଙ୍ଖ ଭାବରେ ଆମମାନେ ଦେଖିବା। ଯୋଉ ମନୁଷ୍ୟକୁ ଈଶ୍ୱର ଆପଣା ପ୍ରତିମୂର୍ତ୍ତିରେ ତିଆରି କରିଥିଲେ, ସେ ଆଉଥରେ ବଞ୍ଚିବ। ଏଇ ଶରୀର ମୃତ୍ୟୁକୁ ଜୟ ଲାଭ କରିଛି, ମୃତ୍ୟୁ ତାର କିଛି କରିପାରିବ ନାହିଁ। କିନ୍ତୁ ବହୁତ ପୂର୍ବ ସମୟ ବା ଇତିହାସ କହେ, ଇଜିପ୍ଟର ମିଶର ଦେଶର ଫାରୋ ରାଜା, ସିଏ ଚାହିଁଲେ ସବୁଦିନ ପାଇଁ ବଞ୍ଚି ରହି ରାଜା ପରି ଶାସନ କରିବେ। ସେଠୁ ସେ କଣ କଲେ, ସିଏ ତାଙ୍କର ଶରୀରକୁ ସେ ଆଦେଶ ଦେଇଥିଲେ ଯେ ଯେତେବେଳେ ମୋର ଶେଷ ନିଶ୍ୱାସ ଯିବ, ସିଏ ନିଜ ଶରୀରକୁ ଲେପ ଦେଇକିରି ତାକୁ ସୁରକ୍ଷିତ କରିବେ, ଯେପରି ତା କ୍ଷୟ ପାଇବ ନାହିଁ। ଏବଂ ଗୋଟିଏ କଣ କହିବା ଭଲ୍ଟ ହଉଛି ଏକ ଭୂତଳ ଏକ ଚେମ୍ବର ମାନେ ଅତି ଛୋଟ ଯୋଉ କବର, ସେଇ ଭିତରେ ତାକୁ ସୁରକ୍ଷିତ ଭାବରେ ରଖା ହବ। କାରଣ ଗୋଟିଏ କୌଣସି ସମୟରେ, ସେ କୌଣସି ଏକ ନିର୍ଦ୍ଦିଷ୍ଟ ସମୟରେ ସେ ଫାରୋ ରାଜା ଆଉ ଥରେ ପୁନରୁତ୍ଥିତ ହେବେ ଏବଂ ସିଏ ରାଜତ୍ୱ କରିବେ। ଏଟା ଥିଲା ପୂର୍ବ ଫାରୋ ମାନଙ୍କର ବିଶ୍ୱାସ। କିନ୍ତୁ ଯେତେବେଳେ ପ୍ରଭୁ ଯୀଶୁ ଆମମାନଙ୍କର ଶରୀରରୁ ବା ହୃଦୟରୁ ସମସ୍ତ ପାପକୁ ପୋଛିଦେଲେ, କାଢିଦେଲେ, ସେ ଶରୀର ଏକ ଅକ୍ଷୟ ଶରୀର ହୋଇଗଲା। ଆମେମାନେ ଯେତେ ଜଣ ଆଜି ଏଠାରେ ଅଛୁ, ଆମମାନଙ୍କର ପାପ ପ୍ରଭୁ ଯୀଶୁ ପୁରାପୁରି କାଢି ଦେଇଛନ୍ତି। ଆମ ଶରୀରରେ ଆଉ ପାପ ନାହିଁ। ଫଳରେ ଏଇ ଶରୀର ଅକ୍ଷୟ ଶରୀରରେ ରୂପାନ୍ତରିତ ହୋଇଯାଇଛି। ଆପଣ ମାନେ ବୁଝିଥିବେ ଯେ ପ୍ରଥମେ ଯେତେବେଳେ ପ୍ରଭୁ ଯୀଶୁଙ୍କୁ ନିଜ ତ୍ରାଣକର୍ତ୍ତା ରୂପେ ଗ୍ରହଣ କଲେ, ସେତେବେଳେ ଏକ ମହା ଆନନ୍ଦ ଅନ୍ତର ମଧ୍ୟରୁ ଛିଳି ଆସିଲା, ଆଖି ଲୁହରେ ପରିପୂର୍ଣ୍ଣ ହେଲା। ଏଇ ଯୋଉ ରୂପାନ୍ତର, ଏଥିରେ କଣ ହେଲା ନା, ଆମମାନଙ୍କର ସମସ୍ତ ପାପ ଘୁଞ୍ଚା ଗଲା, ପୋଛି ଦିଆଗଲା ଏବଂ ଆମମାନଙ୍କର ଶରୀର, ଏଇ ପାର୍ଥିବ ଶରୀର ଅକ୍ଷୟ ଶରୀରରେ ପରିଣତ ହେଲା। ତେବେ ସତ୍ୟ କଣ? What is the truth?
ପ୍ରଭୁ ଯୀଶୁ ତୃତୀୟ ଦିନରେ ପୁନରୁତ୍ଥିତ ହେଲେ। ଏଇ ଯୋଉ ପୁନରୁତ୍ଥାନ ହେବା, ସେ ଯୋଉ ଶରୀରରେ ପ୍ରଭୁ ଯୀଶୁ ଉଠିଲେ, ଏ ଶରୀର କ୍ଷୟ ପାଇଥିଲା ବା ମୃତ୍ୟୁବରଣ କଲା, କିନ୍ତୁ ତୃତୀୟ ଦିନରେ ତାହା ଆଉ ଥରେ ପୁନରୁତ୍ଥିତ ହେଲା। ଯୋଉ ଶରୀର ରୁଦ୍ଧ ଦ୍ୱାର ମଧ୍ୟରେ ପ୍ରବେଶ କରିପାରେ, ଯୋଉ ଶରୀର ରାସ୍ତାଘାଟରେ ଯାଉଥିବା ବ୍ୟକ୍ତି ମାନଙ୍କ ସହିତ କଥାବାର୍ତ୍ତା କରିପାରେ, ଇମାୟୁ ପଥରେ ଲୁକ 20:13-35 ଲେଖା ଅଛି। ଇମାୟୁ ପଥରେ ପ୍ରଭୁ ଯୀଶୁ ଦେଖାଦେଲେ କ୍ଲେଓପାଙ୍କୁ, ଏବଂ এই ଶରୀର, এই ରୂପାନ୍ତରିତ ଶରୀର ବା এই ପୁନରୁତ୍ଥିତ ଶରୀର ମଧ୍ୟ ଖାଦ୍ୟ ଖାଇପାରେ। ପ୍ରଭୁ ଯୀଶୁ ଶିଷ୍ୟମାନଙ୍କ ସହିତ ମାଛ ବି ଖାଇଥିଲେ। ତେଣୁକରି ଯୋଉ ବିଶ୍ୱାସୀ ବା ଯିଏ ଖ୍ରୀଷ୍ଟରେ ଅଛି, ସେ ମଧ୍ୟ ତାର ଏଇ ପାର୍ଥିବ ଶରୀର ବିନାଶ ହେଲେ ମଧ୍ୟ ତାର ଏକ ସ୍ପିରିଚୁଆଲ ଆତ୍ମିକ ଶରୀର ରେ ରୂପାନ୍ତରିତ ହେବ। ଏଇ ଯୋଉ ରୂପାନ୍ତର ହେବା ବା ମୃତ୍ୟୁରୁ ଜୀବନରେ ପରିଣତ ହେବା, ଏହା ଏକ ଅଲୌକିକ ବିଷୟ। ତେବେ ଏହା କେମିତି ହଉଛି? এই অলৌকিକ ବିଷୟ, এই ରୂପାନ୍ତର, এই ପୁନରୁତ୍ଥାନ କି ପ୍ରକାର ହଉଛି? ପ୍ରଥମେ ଆମେ ଦେଖୁ ଯେ ଯେତେବେଳେ ଧରନ୍ତୁ ମୁଁ ଜନ୍ମ ଗ୍ରହଣ କରିବାକୁ ଅଛି, ମୋ ମାତାର ଗର୍ଭରେ ମୁଁ ଗୋଟେ ଅତି ଛୋଟ କୋଷ ଭାବରେ ମୁଁ ସେଠାରେ ମାତାର ଗର୍ଭରେ ଅଛି, ମନେ ରଖନ୍ତୁ। କିନ୍ତୁ ସମୟ ଯେତେବେଳେ ଅତିବାହିତ ହୁଏ, ଏଇ ଯୋଉ ଛୋଟ କୋଷଟି ଧୀରେ ଧୀରେ ସେ ବୃଦ୍ଧି ପାଉଛି, ଆଉ ତାର ଛୋଟ ମୁଣ୍ଡଟେ ହଉଛି, ଛୋଟ ଛୋଟ ହାତ ହଉଛି, ଗୋଡ ମଧ୍ୟ ଛୋଟ ହଉଛି। ଏଇ ଯୋଉ ଦାଉଦ ଲେଖନ୍ତି ଯେ ଏଇ ଅସମ୍ପୂର୍ଣ୍ଣ ପିଣ୍ଡକୁ କଣ ହୁଏ ନା ଈଶ୍ୱରଙ୍କ ହସ୍ତ ତାହା ରୂପାନ୍ତରିତ କରେ। ତ ମାତାର ଗର୍ଭରେ ଈଶ୍ୱର ଏଇ ଛୋଟ କୋଷଟିକୁ ଏପରି ରୂପାନ୍ତରିତ କରନ୍ତି ଯେ ଏ ମନୁଷ୍ୟ ବୃଦ୍ଧି ପାଇକି ଜନ୍ମ ଲାଭ କଲା ବେଳକୁ ଏକ ଛୋଟ ଶିଶୁ ପରି ଥାଏ। ତାପରେ ଦେଖନ୍ତୁ, ଏଇ ଶିଶୁ ଧୀରେ ଧୀରେ ବୃଦ୍ଧି ପାଇକି ତାର ସେ ଗୋଟେ ଯୁବାଲୋକ ହୁଏ, ତାର ମସ୍ତିଷ୍କ ସୁନ୍ଦର ଭାବରେ କାର୍ଯ୍ୟ କରେ, ତା ମସ୍ତିଷ୍କର ପ୍ରେରଣା ଅନୁସାରେ ହାତ ଗୋଡ଼ କାର୍ଯ୍ୟ କରେ। ପୁଣି ଏ ମନୁଷ୍ୟ ମଧ୍ୟ ବୃଦ୍ଧି ପାଏ, ଧୀରେ ଧୀରେ ସେ ବଡ଼ ପିଲା ହୁଏ ଏବଂ ବଡ଼ ମନୁଷ୍ୟ ହୁଏ, ତାପରେ ଧୀରେ ଧୀରେ ସେ କ୍ଷୟ ପାଏ। ଏଇ ଯୋଉ ସୁନ୍ଦର ବିଷୟ ଅଛି, ତାହା ଈଶ୍ୱର ଆମମାନଙ୍କୁ ଗଢନ୍ତି ତାଙ୍କ ହସ୍ତରେ। ତେଣୁକରି ଠିକ ସେ ପ୍ରକାରରେ ପ୍ରଭୁ ଯୀଶୁ ଗୋଟିଏ କଣ କହିବା କମ୍ପାରିଜନ ଆନାଲଜି ଦେଲେ ଯେ ଏଇ ଯୋଉ ମଞ୍ଜି ଅଛି, ବୀଜ ଅଛି, ବୀଜ ଯେତେବେଳେ ଭୂ ତଳକୁ ଯାଏ, ସେଠି ସେଟା ମରିଯାଏ ବା ସେଟା ଧୀରେ ଧୀରେ ତା ମରିଲା ପରେ ହିଁ ସେଇଥିରୁ ଅଙ୍କୁରୋଦ୍ଗମ ହୁଏ, ଛୋଟ ଗଛଟି ଆସ୍ତେ ଆସ୍ତେ ବୃଦ୍ଧି ପାଇକି ତାହା ଏକ ସମ୍ପୂର୍ଣ୍ଣ ଗଛ ହୁଏ। ଏଇ ଯୋଉ ଅଙ୍କୁର ହେବା, ଏହା ଆଜି ପର୍ଯ୍ୟନ୍ତ ବୈଜ୍ଞାନିକ ମାନେ ଆବିଷ୍କାର କରିପାରି ନାହାନ୍ତି ଯେ ତାହା କେମିତି ହେଉଛି, କିନ୍ତୁ ହଉଛି। ଠିକ ସେ ପ୍ରକାରରେ ଆମର ଶରୀର ଯେତେବେଳେ ମରିଯାଏ ବା ମୃତ୍ୟୁ ଭୋଗ କରେ, ସିଏ ଭୂ ତଳେ ଆମେ କବର ପ୍ରାପ୍ତ କରୁ।
କିନ୍ତୁ କବରରୁ ରୂପାନ୍ତରିତ ହୋଇ ଯେତେବେଳେ ଆମମାନେ ପ୍ରଭୁ ଯୀଶୁ ଆସିବା ସମୟରେ ତାଙ୍କୁ ଭେଟିବା, ସେଟା ହଠାତ୍ ହୁଏ। ଆଉ ସେଇ ହଠାତ୍ ଜିନିଷଟା ଈଶ୍ୱର କୌଣସି ବିଜ୍ଞାନ ନାହିଁ ତାହାକୁ ଆବିଷ୍କାର କରି କିପରି ହଉଛି। ଯେମିତି ଗୋଟେ ଛୋଟ ପିଲାର ଶରୀର ଧୀରେ ଧୀରେ ଈଶ୍ୱର ତାକୁ ଗୁନ୍ଥୁଛନ୍ତି, ବନଉଛନ୍ତି, ତିଆରି କରୁଛନ୍ତି, ସେପରି ଆମ ଶରୀର ମଧ୍ୟ ରୂପାନ୍ତରିତ ହେବ, ସୁନ୍ଦର ହେବ, ଈଶ୍ୱରଙ୍କର ଇଚ୍ଛାରେ ତାହା ହେବ। ଠିକ ଅଛି। ତେଣୁକରି ଆମମାନେ ଦେଖୁ ଯେ ଆୟୁବ କୁହନ୍ତି 31:15 ଆୟୁବ ଜବ୍ verse 31 chapter 15th verse 15 ପଦରେ ଲେଖନ୍ତି, ମୋର ମାତାଙ୍କ ଉଦରରେ ମତେ ଈଶ୍ୱର ତିଆରି କଲେ। ଟୁଗେଦର ମାନେ ମତେ ପ୍ରଭୁ ସଂଗ୍ରହ କରିକି ତିଆରି କଲେ। ଏଟା ଆୟୁବ ଲେଖନ୍ତି। ଜ୍ଞାନୀ ରାଜା ସୋଲୋମନ ଲେଖନ୍ତି ଯେ ମୋର ମାତାର ଗର୍ଭରେ ସିଏ ଈଶ୍ୱର ଯାହା ତିଆରି କଲେ ତାହା ବୁଝି ହେବ ନାହିଁ। ସରିଲା। ଜ୍ଞାନୀ ରାଜା ଏତେ ଜ୍ଞାନୀ, ସେ କହିଲେ ଗୋଟେ ମନୁଷ୍ୟ କିପରି ମାତାର ଗର୍ଭରେ ତିଆରି ହଉଛି ତାହା ବୁଝି ହେବ ନାହିଁ। ତାହା ଈଶ୍ୱରଙ୍କର କାର୍ଯ୍ୟ। ତେଣୁକରି ଯେତେବେଳେ ଆମେ ରୂପାନ୍ତରିତ ହେଉ, ତାହା ମଧ୍ୟ ଆମ୍ଭେମାନେ ବୁଝିପାରିବା ନାହିଁ। ପ୍ରଭୁ ଯୀଶୁ ସବୁ କିଛି ସୃଷ୍ଟି କଲେ, ଆଉ ସବୁ କିଛିର ସମଷ୍ଟି, ସବୁ ବସ୍ତୁର ସମଷ୍ଟି ତାଙ୍କଠାରେ ଅଛି। ତେବେ ଯଦି ପ୍ରଭୁ ଯୀଶୁଙ୍କର ସମଷ୍ଟି ସମସ୍ତଙ୍କ ନିକଟରେ ବିଦ୍ୟମାନ, ତେବେ ଆମମାନଙ୍କୁ ଯେତେବେଳେ ଆମମାନେ ମୃତ୍ୟୁବରଣ କରିବୁ, ଆମମାନଙ୍କର ଶରୀର ମଧ୍ୟ ପ୍ରଭୁ ଯୀଶୁ ଆସିବା ସମୟକୁ ରୂପାନ୍ତରିତ। ସମସ୍ତ ଶରୀର ସମାନ ନୁହେଁ। ପ୍ରଭୁ ଯୀଶୁ ଈଶ୍ୱର ସମ ପ୍ରକାର ଶରୀର ତିଆରି କଲେ। ମନୁଷ୍ୟ ମାନଙ୍କର ଏକ ପ୍ରକାର ଶରୀର, ପଶୁ ମାନଙ୍କର ଭିନ୍ନ ପ୍ରକାର ଶରୀର, ପକ୍ଷୀ ମାନଙ୍କର ଆଉ ଏକ ପ୍ରକାରର ଶରୀର, ପୁଣି ମତ୍ସ୍ୟ ମାନଙ୍କର ମଧ୍ୟ ଭିନ୍ନ ପ୍ରକାର ଶରୀର। ପ୍ରତ୍ୟେକ ଶରୀର ଅଲଗା ଅଲଗା ଭାବେ ଈଶ୍ୱର ତିଆରି କରିଛନ୍ତି। ଈଶ୍ୱର ମଧ୍ୟ ସ୍ୱର୍ଗୀୟ ବିଷୟ ଗୁଡିକ ତିଆରି କଲେ। ଇଂଲିଶରେ ଲେଖା ହଉଛି ହେଭେନଲି ବଡିଜ। ଆମେ ତ ପାର୍ଥିବ ଶରୀର ବିଷୟରେ, ଆର୍ଥଲି ବଡିଜ ବିଷୟରେ ଆମେ ଦେଖିଲୁ, ତାର ନିର୍ମାଣ ବା ତାର ସୃଷ୍ଟି। ଈଶ୍ୱର ମଧ୍ୟ କଣ ହେଇଛି ନା ସ୍ୱର୍ଗୀୟ ଶରୀର ଗୁଡିକ ତିଆରି କଲେ, ବା ହେଭେନଲି ବଡିଜ ଯାହାକୁ କୁହାଯାଏ ଯେ ସୂର୍ଯ୍ୟ, ତାର ସୌନ୍ଦର୍ଯ୍ୟ ଅଲଗା, ଏବଂ ଚନ୍ଦ୍ର ମଧ୍ୟ ତାର ବି ଯୋଉ କଣ କହିବା ସୌନ୍ଦର୍ଯ୍ୟ ଅଛି, ତାର ଯୋଉ ଶକ୍ତି ଅଛି, ତାର ଯୋଉ ଚମକର ଶକ୍ତି, ତା ମଧ୍ୟ ଅଲଗା। ଠିକ ସେ ପ୍ରକାରେ ନକ୍ଷତ୍ର ଗୁଡିକର ଜ୍ୟୋତି ମଧ୍ୟ ଅଲଗା। ତେଣୁକରି ପ୍ରତ୍ୟେକଙ୍କର ଯୋଉ ସ୍ୱର୍ଗୀୟ ବଡିସ୍ ବା ହେଭେନଲି ବଡିସ୍ ଅଛି, ସେଗୁଡିକର ମଧ୍ୟ ଚମକ ଏବଂ ତାର ଯୋଉ ବିୟୁଟି ବା ସୌନ୍ଦର୍ଯ୍ୟ ବା ତାର ଯୋଉ ଇଏ ରହିଛି ଅସ୍ତିତ୍ୱ, ତା ମଧ୍ୟ ଭିନ୍ନ। ପ୍ରତ୍ୟେକଙ୍କର ସୂର୍ଯ୍ୟର ଭିନ୍ନ, ଚନ୍ଦ୍ରର ଭିନ୍ନ, ତାରା ନକ୍ଷତ୍ରଙ୍କର ଭିନ୍ନ, ସମସ୍ତଙ୍କର ଭିନ୍ନ। ଈଶ୍ୱର ସେ ପ୍ରକାର ସୃଷ୍ଟି କଲେ। କିନ୍ତୁ ମନୁଷ୍ୟକୁ ଈଶ୍ୱର ଏକ ଅକ୍ଷୟ ଶରୀର ଦେଲେ। ଟିକେ ଧ୍ୟାନର ସହ ଶୁଣି,
ମନୁଷ୍ୟକୁ ଯେତେବେଳେ ଫୁଙ୍କ ଦେଲେ ମନୁଷ୍ୟ ଏକ ଜୀବିତ ପ୍ରାଣୀ ହେଲା, ଧୂଳିରୁ ସେ ଉଠିକି ଛିଡ଼ା ହେଲା। ସେତେବେଳେ କଣ ହେଇଛି, ତାର ଅନ୍ତର ମଧ୍ୟରେ ଈଶ୍ୱରଙ୍କର ଜୀବନ ପଶି ଯାଇଛି। ଫୁଙ୍କ ଦ୍ୱାରା ଈଶ୍ୱରଙ୍କର ଜୀବନ ପଶି ଯାଇଛି। ଈଶ୍ୱରଙ୍କ ଜୀବନ ଅର୍ଥ କଣ? ଅନନ୍ତ ଜୀବନ। ଈଶ୍ୱର ଚାହିଁଲେ ମନୁଷ୍ୟକୁ ଏକ ଅକ୍ଷୟ ଶରୀର ଦେବା ନିମନ୍ତେ, ଯୋ ଦ୍ୱାରା କି ସେ ମନୁଷ୍ୟ ମାନଙ୍କୁ ବା ମନୁଷ୍ୟ ଈଶ୍ୱରଙ୍କ ସହିତ ବାସ କରିବ, ଈଶ୍ୱରଙ୍କ ସହିତ ଗମନାଗମନ କରିବ, ଈଶ୍ୱରଙ୍କ ସହିତ ଲାଗି ରହିବ, ଈଶ୍ୱରଙ୍କୁ ନିଜର ବନ୍ଧୁ ପରି ସେ ତାଙ୍କ ସହିତ ବାସ କରିବ। ଏଟା ଈଶ୍ୱରଙ୍କର ଇଚ୍ଛା ଥିଲା। କିନ୍ତୁ କଣ ହେଲା, ମନୁଷ୍ୟ ଅବାଧ୍ୟ ହେଲା, ପାପ ପ୍ରବେଶ କରିବାରୁ ମୃତ୍ୟୁ ଆସି ପହଞ୍ଚିଗଲା। ଗୋଟିଏ କଣ କହିବା, ଲିମିଟେସନ। ଯୋଉ ମନୁଷ୍ୟକୁ ଈଶ୍ୱର ଅନନ୍ତ ବା ଅକ୍ଷୟ ଭାବରେ ସୃଷ୍ଟି କରିଥିଲେ, ସେଇ ଜାଗାରେ ମୃତ୍ୟୁ ପ୍ରବେଶ କରିବାରୁ ମନୁଷ୍ୟ କ୍ଷୟ ପ୍ରାପ୍ତ ହେଲା। ତା ଶରୀର ମୃତ୍ୟୁକୁ ଆସ୍ୱାଦନ କଲା ବା ମୃତ୍ୟୁକୁ ଚାଖିଲା। ଆଉ ସବୁଦିନ ପାଇଁ ମନୁଷ୍ୟ ମୃତ୍ୟୁବରଣ କରିବ, ବିନାଶ ହେବ। ତାର ଅକ୍ଷୟ ଶରୀର ନିଶ୍ଚିତ ବିନାଶ ହେବ। ତେଣୁକରି ଆମମାନେ ମନେ ରଖିବା ଯେ ଏଇ ଯୋଉ ଶରୀରଟା ଯୋଉ ଦୁର୍ବଳ ହେଲା, ମନୁଷ୍ୟର ଯୋଉ ଶରୀର ଧୀରେ ଧୀରେ ଦୁର୍ବଳ ହେଇକି ମୃତ୍ୟୁ ଆଡକୁ ଗତି କରୁଛି, ଏଇ ଯୋଉ ବିଷୟଟା ଗୋଟିଏ ଖ୍ରୀଷ୍ଟ ବିଶ୍ୱାସୀଙ୍କ ପାଖରେ ତାହା ନାହିଁ। ଖ୍ରୀଷ୍ଟ ବିଶ୍ୱାସୀ ଯେତେବେଳେ ତାର ପାପ ସବୁ ପୋଛି ନିଆଗଲା, ସେ ମଧ୍ୟ ଏକ ଈଶ୍ୱରଙ୍କର ଶକ୍ତିରେ ସେ ରୂପାନ୍ତରିତ ହେବ। ସିଏ ଗୋଟେ ଏପରି ସ୍ପିୟର ମାନେ ବାୟୁମଣ୍ଡଳକୁ ଚାଲିଗଲା, ଯୋଉ ବାୟୁମଣ୍ଡଳରେ ବା ଯୋଉ ସ୍ପିୟରରେ ତାର ମୃତ୍ୟୁ ଆଉ ତାକୁ କିଛି କରିପାରେ। ସେଥିପାଇଁ ସାଧୁ ପାଉଲ ଲେଖନ୍ତି, ରେ ମୃତ୍ୟୁ କାହିଁ ତୋର ନାମ। ପ୍ରଭୁ ଯୀଶୁଙ୍କର ସେଇ ଅନୁଗ୍ରହରୁ, ଦୟାରୁ ଯୋଉମାନେ ତାଙ୍କ ନିକଟକୁ ଆସିଲେ, ସେମାନଙ୍କ ଶରୀର ଆଉ କ୍ଷୟ ପାଇବ ନାହିଁ, ଏକ ଅକ୍ଷୟ ଶରୀରରେ ପରିଣତ ହେବ। ପ୍ରଭୁ ଯୀଶୁଙ୍କର ଶକ୍ତି, ଐଶ୍ୱରିକ ଶକ୍ତି, ପ୍ରଭୁ ଯୀଶୁଙ୍କର ରୂପାନ୍ତର କରିବାର ଶକ୍ତି, ପ୍ରଭୁ ଯୀଶୁଙ୍କର ନୂତନ ସୃଷ୍ଟି କରିବାର ଶକ୍ତି ଆମ୍ଭ ମାନଙ୍କୁ ରୂପାନ୍ତରିତ କରିଦବ। ଏହା ହଉଛି ଚୁମ୍ବକରେ ଆମମାନଙ୍କର ପୁନରୁତ୍ଥାନର ବିଷୟ। ତେବେ ସାଧୁ ପାଉଲ ଲେଖନ୍ତି ପ୍ରଥମ କରନ୍ଥୀୟ 15:35-58 ପର୍ଯ୍ୟନ୍ତ, ଏଇଠି ସେ ସବୁ ବିଷୟ ପୁନରୁତ୍ଥାନ ବିଷୟରେ ଲେଖାଯାଇଛି। ଆଉ ଥରେ କହିଦଉଛି, ପ୍ରଥମ କରନ୍ଥୀୟ 15:35-58 ଶେଷ ଯାଏ ପୁଙ୍ଖାନୁପୁଙ୍ଖ ଭାବରେ ଲେଖୁଛନ୍ତି। ତେଣୁକରି ସେ ଯୋଉ ରୂପାନ୍ତର ହବ, ତାହା କଣ ହବ? ଆମମାନଙ୍କୁ ଏକ ଗୌରବର ଶରୀର ମିଳିବ, ଏକ ଗୌରବଯୁକ୍ତ ଶରୀର ମିଳିବ। ଯୋଉ ଗୌରବ ଈଶ୍ୱରଙ୍କର, ସେ ପ୍ରକାର ଗୌରବରେ ଆମମାନେ ପରିଣତ ହେଇଯିବ। ଟ୍ରାନ୍ସଫର୍ମର ଓଡିଆ କଣ ମୁଁ କହିପାରୁନି, ଆମମାନେ ରୂପାନ୍ତରିତ ହେଇଯିବ। ଆମର କ୍ଷୟ ପାଇଥିବା ଶରୀରଟି ତାହା କଣ ହେବ ନା, ତାହା ରୂପାନ୍ତରିତ ହେବ, ଏକ ଗୌରବଯୁକ୍ତ ଶରୀରରେ ରୂପାନ୍ତରିତ ହେବ। ଏହା କୋଉଠି ଆମେ ଦେଖୁଛୁ? ଏଇଟା ଆମେ ଦେଖିଛୁ ମାଥ୍ୟୁ 17 ପର୍ବ 1-13 ପଦ ମଧ୍ୟରେ।
କଣ ହଉଛି ସେଠି? ପ୍ରଭୁ ଯୀଶୁ ପିତର ଯୌବନ ଯାକୁବଙ୍କୁ ଏକ ପର୍ବତକୁ ନେଇ ଯାଉଛନ୍ତି। ଏଟା 3ଟି ଜାଗାରେ ଲେଖା ହେଇଛି, ମାଥ୍ୟୁ 17:1-13, ମାର୍କ 9:2-13, ଲୁକ 9:28-36। ଏଠି କଣ ହଉଛି? ଆମେ ବିଶ୍ୱାସ କରୁଛୁ ଯେ ଆମେ ମରିଗଲେ ପୁନରୁତ୍ଥିତ ହେବା, ଆମକୁ ମୃତ୍ୟୁ ଭୋଗ କରିବାକୁ ପଡିବ, କିନ୍ତୁ ଲେଖା ଅଛି ଯୋଉମାନେ ବଞ୍ଚିଥିବେ ମଧ୍ୟ ରୂପାନ୍ତରିତ ହେବେ। ତେଣୁକରି ଗୋଟିଏ ଉଦାହରଣ ଆମ ନିକଟରେ ପ୍ରଭୁ ଯୀଶୁ ଦେଇଦେଲେ। ସେଇ ଯୋଉ ପର୍ବତ ଉପରେ କଣ ହେଇଛି? ପ୍ରଭୁ ଯୀଶୁଙ୍କର ଶରୀର ରୂପାନ୍ତରିତ ହେଲା, ତାଙ୍କର ମୁଖମଣ୍ଡଳ ସୂର୍ଯ୍ୟ ପରି ଆଲୋକିତ ହେଲା, ତାଙ୍କର ବସ୍ତ୍ର ସବୁ ଜ୍ୟୋତି ପରି ଧଳା ହେଇଗଲା। ଫଳରେ ପିତର ଯୋହନ ଯାକୁବ ଆଉ ଭଲରେ ଦେଖି ପାରୁନାହାନ୍ତି। କଣ ହେଲା ରୂପାନ୍ତର? ସେଇ ଜାଗାରେ ମୂଷା ଏବଂ ଏଲିଓ ଆସି ପ୍ରଭୁ ଯୀଶୁଙ୍କ ସହିତ କିଛି ସମୟ ପାଇଁ କଥାବାର୍ତ୍ତା ହଉଛନ୍ତି। ଏମାନେ ଦେଖିକି ଆଶ୍ଚର୍ଯ୍ୟ ହେଇ କିଛି କହିପାରୁନାହାନ୍ତି, ଅବାକ୍ ହେଇଯାଇଛନ୍ତି। ପିତରଙ୍କ ମନରେ କଣ ହେଲା? ସିଏ ଆକର୍ଷିତ ହେଇଗଲେ। ଏଇ ଯୋଉ ସୌନ୍ଦର୍ଯ୍ୟ, ଏଇ ଯୋଉ ଚମକ, ଏହା ପ୍ରତି ସେ ଆକର୍ଷିତ ହେଇଗଲେ। ଆଉ କହିଲେ ଆମେ ଏଇଠି ଗୋଟେ ତମ୍ବୁ କରିବା, ଆମେ ସମସ୍ତେ ଏଇଠି ବାସ କରିବା, ଆଉ ସେ ଜଗତକୁ ଯିବା ନାହିଁ। କେତେ ସୁନ୍ଦର ବିଷୟ, କେତେ ଆଶ୍ଚର୍ଯ୍ୟ ବିଷୟ, କେତେ ଅଲୌକିକ ବା ଐଶ୍ୱରିକ ବିଷୟ। ପିତର ଭଳି ଲୋକ ସିଏ କହିଲେ ଏଇଠୁ ଆଉ ଯିବା ନାହିଁ। କି ବଢିଆ ସୁରମ୍ୟ ସ୍ଥାନ। ତେଣୁକରି କିନ୍ତୁ ପ୍ରଭୁ ଯୀଶୁ କଣ ହେଲା? କିଛି ସମୟ ପରେ ପୁଣି ଥରେ ସେ ପୂର୍ବ ଅବସ୍ଥାକୁ ଫେରି ଆସିଲେ। କଣ ହେଲା ଏଠି? ପ୍ରଭୁ ଯୀଶୁଙ୍କର ଶରୀରରେ ପାପ ନଥିଲା। ଧ୍ୟାନ ଦେବେ, ପ୍ରଭୁ ଯୀଶୁଙ୍କର କୌଣସି ପାପ ନଥିଲା, ନମ୍ବର 1। ନମ୍ବର 2, ପ୍ରଭୁ ଯୀଶୁଙ୍କର ପବିତ୍ରତା ସ୍ୱର୍ଗରେ ଯାହା ପୃଥିବୀରେ ତାହା। ଆଉ ଥରେ କହିଦଉଛି, ପ୍ରଭୁ ଯୀଶୁଙ୍କର ପବିତ୍ରତା 100% ଆବସଲ୍ୟୁଟ ହୋଲିନେସ୍, ଯାହା ଅକ୍ଷୟ। ପ୍ରଭୁ ଯୀଶୁଙ୍କର ଅକ୍ଷୟ ପବିତ୍ରତା ଥିଲା। ସ୍ୱର୍ଗରେ ଯେପରି ପୃଥିବୀରେ ସେପରି ସିଏ ପରିଷ୍କାର, ପବିତ୍ର, ନିଷ୍ପାପ, ନିଷ୍କଳଙ୍କ। ସେଥିପାଇଁ ସିଏ କଣ କରୁଥିଲେ ନା ସେ ରୂପାନ୍ତରିତ ହେଇପାରୁଥିଲେ। ସେ ଗୌରବଯୁକ୍ତ ଶରୀରକୁ ରୂପାନ୍ତରିତ ହଉଥିଲେ, ପୁଣି ମଧ୍ୟ ଆପଣାର ପାର୍ଥିବ ଶରୀରକୁ ମଧ୍ୟ ଫେରି ଆସି ପାରୁଥିଲେ। ଏଟା ସିଏ କରିପାରୁଥିଲେ ଏବଂ ତାହା ସେଇ ପର୍ବତ ଉପରେ ହେଲା। କେବଳ ଅଳ୍ପ ଲୋକ ଦେଖିପାରେ। ତେଣୁକରି ଯେତେବେଳେ ପ୍ରଭୁ ଯୀଶୁ ଆସିବେ, ଯୋଉମାନେ ବଞ୍ଚିଥିବେ ସେମାନେ ତତ୍କ୍ଷଣାତ୍ ନ ମରିକି, ମୃତ୍ୟୁ ଭୋଗ ନ କରିକି ସେମାନେ ହଠାତ୍ ରୂପାନ୍ତରିତ ମଧ୍ୟ ହେଇଯିବେ। ତେଣୁକରି ଆମେ ଦେଖୁ ଯେ ପୁନରୁତ୍ଥାନର ବିଷୟ ତାହା ଈଶ୍ୱରଙ୍କର ବିଷୟ, ତାହା ଆମ ହସ୍ତରେ ନାହିଁ। ଆମ ହସ୍ତରେ ଖାଲି ବିଶ୍ୱାସ ଅଛି। ଆମ ହସ୍ତରେ କଣ? ନିଷ୍ପାପ ଜୀବନ ଯାପନ କରିବାର ଅଛି। ଆମର ପବିତ୍ରତା ପ୍ରଭୁ ଯୀଶୁଙ୍କ ପରି ହେବାର ଅଛି। ଆମମାନଙ୍କର ମନ ପ୍ରଭୁ ଯୀଶୁଙ୍କ ମନ ପରି ହେବାର ଅଛି। କେତୋଟି ରୂପାନ୍ତରର ସ୍ପେଶିଆଲ କେସେସ୍ ବୋଲି ମୁଁ ଲେଖିଛି। ନିର୍ଦ୍ଦିଷ୍ଟ ବିଷୟ ଗୁଡା ବାଇବେଲରୁ ମୁଁ କାଢୁଛି, ଆପଣ ମାନେ ଜାଣନ୍ତି, ନୂଆ କଥା କିଛି ନାହିଁ। ଗୋଟିଏ ଉପତ୍ୟକା ଅଛି ଯୋଉଠି ଖାଲି ହାଡ ଗୁଡିକ ଅଛି। ତାପରେ ବାୟୁ ଆସିଲା ସେ ହାଡ ଉପରକୁ, ହାଡ ଗୁଡିକ ଏକତ୍ର ହେଲେ। ତାପରେ କଣ ହେଲା? ସେଇ ହାଡ ଗୁଡିକ ଉପରେ କଣ ହେଲା ନା ଚମଡା ବସିଗଲା। ଶରୀର ଆସି ଲାଗିଗଲା, ତା ଉପରେ ଚମଡା ଲାଗିଗଲା।
तापरे कौन हैला तापरे सेई शरीरटा ईश्वरंकर निश्वास रे बंची गला एक बृहत सैन्य दल हेई गले एटा जिहिजिकल पुस्तक रे एटा लेखा हेची 37 रो 1 रु 14 37 चैप्टर वर्सेस 1 to 14 एहा एक भविष्यतवाणी कौन पाई ना इस्राएल को अलगा राजा माने बेबीलोन राजा माने तांको आसिकिरी नहीं गले बाछंद हेई गला इस्राएल रो लोक माने बेबीलोन को चली गले सेठी से माने कौन कहिबा कृतदास परी कार्य कले जे जोथरे निपुण सेही सब कार्य दानिएल जेपरी से ज्ञानी लोक से ज्ञान रो कथा से करूतिले से बेबीलोन रे रही किंतु कौन हैला जो माने चली गले बेबीलोन रे बास कले अनेक दिन रहिले सेमानकर आशा टूटी गला से माने कहले आमे ईश्वरंक ठारू अलगा हेई गलो ए बाचंद समय रो कथा जिजिकल लेखुचंती भविष्यत वक्ता को ईश्वर बाचिले कहले तुमे लेखो जे तुम्भो मानकु आउ थरे मु आनिबी से जो हाड़ गुड़िक गोटे सैन्य दल हैला ताहा इस्राएल गोष्ठी से आउ थरे इस्राएल गोष्ठी को आनिबे एकत्र करिबे सेमानकु एक सुंदर आर्मी रूपे तैयारी करिबे से माने भाबुतले हमर कोनोसी आशा नाही आमे मृत्युवरण करिबु आमे ईश्वर को देखि पारिबु नाही ईश्वर को सहित जोगाजोग करि पारु नाही एई देवपूजक देश रे खाली भिन्न कथा अछि आमे देखुचु ईश्वर नांती परा नुहे नुहे ईश्वर अछंती आओ से माने कोन देखुतिले आमे मृत्युवरण करि बंची की सुधा मने रखंतु बंची की बेबीलोन रे बंची थिबा अवस्था रे से माने कहतले आमे मरि जाइछु लिविंग डेथ इंग्रजी रे लिखा जाउछि लिविंग डेथ अर्थ बंची रही कि आमे मृत्युवरण करि सारिछु बेबीलोन रे ए प्रकार अवस्था रु ईश्वर से माननकु कहउचंती जिहिजिकल भविष्यत वक्तांक द्वारा मु तुमको आउ थरे पुनर्निर्माण करिबी आउ थरे से इस्राएल गोष्ठी करिबी आउ थरे तुमे से इस्राएल देश बोली नामित हेबो आउ ता हेची आज भी इस्राएल देश अछि तो इटा गोटे स्पेशल केस जेउटी हाड़ गुड़िक रूपांतरित हैला सेकेंड केस ईश्वर गोटे छोट कन्या को 12 वर्ष कन्या को जे मृत प्राय थिले ताकू से पुनरुत्थित कले प्रभु जीशु निजे कोठी लिखा अछि एरा सबुठी लिखा अछि आओ ईश्वर मध्य गोटे युवा लोक को मध्य पुनरुत्थित कले नयना नगर विधवार पुत्र को तापरे मध्य वयस्क लोक लाजार को मध्य से कबररु डाकिले लाजार बाहरी आस तांकर सेई शब्द प्रभु जीशुंकर सेई स्वर लाजार को नहीं आसिला भावंतु ईश्वर केमिति करंती आश्चर्य गोटे छोट कन्या गोटे युवा लोक एवं जड़े मध्य वयस्क लोक तांको पाई व्यक्ति विशेष किछि जाय आसे नहीं प्रभु जीशुंक हस्तरे अनंत जीवन जे विश्वास करिब से अनंत जीवन प्राप्त आउ से ता देई चलिले जेतेबेले से जगत रे
ତାଙ୍କର ପାର୍ଥିବ ଶରୀରରେ ବୁଲୁଥିଲେ ସେ ଅନନ୍ତ ଜୀବନ ମଧ୍ୟ ବା ମୃତ୍ୟୁରୁ ପୁନରୁତ୍ଥାନ ମଧ୍ୟ କରୁଥିଲେ। କାହାକୁ ସ୍ପର୍ଶ କରୁଥିଲେ, କାହାକୁ ଆଦେଶ ଦଉଥିଲେ। ତାଙ୍କର ସେତିକି ଶକ୍ତି ଅଛି, ସେଇ ଐଶ୍ୱରିକ ଶକ୍ତି। ତାପରେ ଆମେ ଦେଖୁଛୁ ଯେ ସମୁଦ୍ର ମଧ୍ୟରେ ଅନେକ ଲୋକ ମୃତ୍ୟୁବରଣ କରିଛନ୍ତି। କେଡ଼େ କଥା। ପ୍ରକାଶିତ ବାକ୍ୟ 20 ଅଧ୍ୟାୟ 13 ପଦରେ ଲେଖାଯାଏ, ସମୁଦ୍ର ମଧ୍ୟ ତାହାର ଯୋଉମାନେ ମରି ଯାଇଛନ୍ତି ତାହାକୁ ସିଏ ଈଶ୍ୱରଙ୍କର ବିଚାର ନିମନ୍ତେ ସମର୍ପଣ କରିବେ। ତେଣୁକରି ଭାବନ୍ତୁ ନାହିଁ ଯେ ମୁଁ ଏଠି ଗଲେ କି ସେଠି ଗଲେ, ଦାଉଦ ଲେଖନ୍ତି ମୁଁ ସୂର୍ଯ୍ୟ ଉପରକୁ ଗଲେ ବି ତୁମେ ସେଇଠି ଅଛ, ନୁହେଁ କି? ସମୁଦ୍ରର ଯୋଉମାନେ ମରି ଯାଇଛନ୍ତି ସେମାନେ ମଧ୍ୟ କଣ ହେବ? They will be resurrected. ସେମାନେ ମଧ୍ୟ ପୁନରୁତ୍ଥାନ କରି ବିଚାର ନିମନ୍ତେ ସମର୍ପିତ ହେବେ। ସମୁଦ୍ର ଦେଇଦବ ବୋଲି ଲେଖାଯାଉଛି। ତେବେ ମୁଁ କଣ କରିବି? ଏବେ ପ୍ରଶ୍ନ ଆସିଲା, ଭାଇ ମୁଁ କଣ କରିବି? ମୁଁ ତ ବିଶ୍ୱାସ କଲି, ମୁଁ ତ ପ୍ରଭୁ ଯୀଶୁଙ୍କୁ ଆପଣାର ଈଶ୍ୱର ବୋଲି ମାନିଲି। ତେବେ ଏବେ ମୁଁ କଣ, ପ୍ରଭୁ ଯୀଶୁ କେବେ ଆସିବେ ଜଣା ନାହିଁ, ତ ମୁଁ କରିବି କଣ? ବିଶ୍ୱାସ ଖାଲି କରିବି? ଖାଲି ବିଶ୍ୱାସ ତ ଭୂତ ମାନେ ବି କରୁଛନ୍ତି। ତେବେ ମୁଁ କଣ କରିବି? ଯେତେବେଳେ ମୁଁ ପ୍ରଭୁ ଯୀଶୁଙ୍କୁ ଗ୍ରହଣ କଲି ସେତେବେଳେ କଣ ହେଲା? ମୁଁ ଅନନ୍ତ ଜୀବନ ପ୍ରାପ୍ତ ହେଲି। ଅନନ୍ତ ଜୀବନ ପ୍ରାପ୍ତ ହେବାରୁ ମୁଁ ମୃତ୍ୟୁକୁ ଗିଳିଦେଲି। ମୃତ୍ୟୁ ମୋର କିଛି କରିପାରିବ ନାହିଁ। ମୃତ୍ୟୁର ଯୋଉ ନାହୁଡ଼ ମଧ୍ୟ ତାକୁ ମୁଁ ନ୍ୟୁଟ୍ରାଲାଇଜ, ତାକୁ ମୁଁ ଅକାମୀ କରିଦେଲି। ଗଲା। ତାପରେ କଣ? ମତେ ନିଷ୍ପାପ ଜୀବନ ଯାପନ କରିବାର ଅଛି। ଟିକେ ମନେ ରଖିବା, ପ୍ରଭୁ ଯୀଶୁ ମୋର ସମସ୍ତ ପାପ ଦୂର କଲେ, ପୋଛି ନେଲେ। ମୁଁ ବର୍ତ୍ତମାନ ପ୍ରଭୁ ଯୀଶୁଙ୍କର ମନ ପାଇଛି, ତାଙ୍କର ଧାର୍ମିକତା ମୁଁ ପାଇଅଛି। ତେଣୁକରି ଆଉ ପାପ କରିବି ନାହିଁ। ମନରେ, ଚକ୍ଷୁରେ, ହାତରେ, ଗୋଡ଼ରେ, କାର୍ଯ୍ୟରେ, କଥାବାର୍ତ୍ତାରେ ମତେ ପବିତ୍ର ରଖିବାକୁ ପଡ଼ିବ। ପ୍ରଭୁ ଯୀଶୁ ଯେପରି ନିଷ୍ପାପ ଥିଲେ, ସେ ସେଇ ଖଣି ରୂପାନ୍ତରିତ ହଉଥିଲେ, ସେଇ ଖଣି ପୁଣି ତାଙ୍କ ପାର୍ଥିବ ଶରୀରକୁ ଫେରି ଆସି ପାରୁଥିଲେ। ତେବେ ମତେ ନିଷ୍ପାପ ଜୀବନ ଯାପନ କରିବାର ଅଛି। ତାପରେ କଣ? ମତେ ତାଙ୍କର କାର୍ଯ୍ୟରେ ନିୟୋଜିତ କରିବାର ଅଛି। ପ୍ରଥମ କରନ୍ଥୀୟ 15 ପର୍ବ 58 ପଦ, 1 Corinthians chapter 15 verse 58। ସେଇଠି ବିଶ୍ୱାସୀ କଣ କରିବ? ପାଉଲ ପୁରା ପୁରି ଲେଖି ଦେଇଛ, ମୁଁ ଈଶ୍ୱରଙ୍କ କାର୍ଯ୍ୟରେ ବ୍ୟସ୍ତ ରହିବି ନାହିଁ, ଯେତେ ପାରିବି ସେତେ କରି। ଗଲା। କାରଣ ମୁଁ ଯେତେବେଳେ କାର୍ଯ୍ୟ କରିବି ମୁଁ ପାପ କରିବାରୁ ବିମୁଖ ହେଇଯିବି। ମୋ ମନ ତ ଖାଲି ବ୍ୟସ୍ତ ରହିବ କେମିତି ୟାଙ୍କ ପାଖକୁ ଯାଇ ପ୍ରାର୍ଥନା କରିବି। ଆରେ ସେ ଭାଇ ଅସୁସ୍ଥ ହେଇ ହସ୍ପିଟାଲରେ ଅଛନ୍ତି, ତାଙ୍କ ପାଖକୁ ଯିବା। ଆଉ କେତେ ଜଣ ଭାଇଙ୍କୁ ଧରିକି ଯିବି, ପ୍ରାର୍ଥନା କରିବି ତାଙ୍କ ସୁସ୍ଥତା। ଆଉ କଣ କରିବି? ପ୍ରଭୁ ଯୀଶୁଙ୍କର ଆଜ୍ଞା କଣ? ସମସ୍ତ ଜଗତରେ ମୋର ବିଷୟରେ ତୁମେ ପ୍ରଚାର କର। ପ୍ରତ୍ୟେକ ଅବସ୍ଥାରେ ମୁଁ ମୁଖରେ ପ୍ରଚାର କরি। ହଁ, ପ୍ରାର୍ଥନା କରି ଅନ୍ୟମାନଙ୍କୁ ନିକଟକୁ ଯିବି। ଆଉ କଣ କରିବି? ମୋ ମୁଖରେ ପ୍ରଚାର କରିବି। କୋଉଠି?
ମଣ୍ଡଳୀ ବା ସହଭାଗିତା ବାହାରେ ଯୋଉମାନେ ପ୍ରଭୁ ଯୀଶୁଙ୍କୁ ଜାଣି ନାହାନ୍ତି ତାଙ୍କ ନିକଟରେ ପ୍ରଚାର କରିବି ଏବଂ ମଣ୍ଡଳୀ ମଧ୍ୟରେ ଶିକ୍ଷା ଦେବି ଯେ ଈଶ୍ୱର କିଏ, ଈଶ୍ୱର କେମିତି ମତେ ରକ୍ଷା କଲେ ମୋର ସାକ୍ଷ୍ୟ କହିବି। ଏଇ ହଉଛି ମୋ ଜୀବନ। କରୁଛି ମୁଁ କଣ କରୁଛି? ହଁ, କେତେ ଜଣ ଭାଇ ଓ ଭଉଣୀ ମାନଙ୍କୁ ଈଶ୍ୱର ସୁନ୍ଦର କଣ୍ଠ ଦେଇଛନ୍ତି। ଆଜି 3 ଜଣ ଭଉଣୀ ସୁନ୍ଦର କଣ୍ଠରେ ଗାଇଲେ, ମୁଁ ତାହା ମଧ୍ୟ କରିପାରିବି। ଗୀତ ଦ୍ୱାରା ଅନେକଙ୍କୁ ଆକର୍ଷଣ, ଯେମିତି ଅନିଲ କାନ୍ତ ତାଙ୍କର ଗୀତ ଦ୍ୱାରା ସେ ଅନେକଙ୍କୁ ଯୀଶୁଙ୍କ ପାଖକୁ ଆକର୍ଷଣ କରୁ। ତାହିରା ହାଇଦର ଆଲି, ଅନିଲ କାନ୍ତ, ଆହୁରି କେତେ ସଙ୍ଗୀତ ଲୋକମାନେ ଅଛନ୍ତି। ମୁଁ ଶିକ୍ଷା ନ ଦେଇପାରିଲେ ମଧ୍ୟ ମୁଁ ଗୀତ ଗାୟନରେ ଅନ୍ୟମାନଙ୍କୁ ଆକର୍ଷିତ କରିପାରିବି। ମୁଁ ବିଚଳିତ ହେବି ନାହିଁ, ମୁଁ ଇଆଡେ ସିଆଡେ ଯିବି ନାହିଁ। ଏଟା ଲୋଭ ଲାଗୁଛି, ସେଟା ଇଏ ହେଇଛି, ବାଇ 1 get 1 ଫ୍ରି, ଏଇ ଯୋଉ ତୁମ ନେକଲେସ କିଣିଲେ କାନ ଫ୍ରି, ଆଉ କଣ କଣ ଆଉ କଣ କଣ, ସେଥିରେ ମୁଁ ଆକର୍ଷିତ, ମୁଁ ବିଚଳିତ ହେବି ନାହିଁ। ବରଞ୍ଚ ଯାହାର ନାହିଁ ତାକୁ ଦେବି। କଣ ଦେବି? ଆପଣଙ୍କ ଉପରେ ନିର୍ଭର କରୁଛି, ମୋ ଉପରେ ନୁହେଁ। ମୋର ଲୁଗା ଦେଇପାରେ, ମୋର ସୁନା ଦେଇପାରେ, ମୋର ଖାଦ୍ୟ ଦେଇପାରେ, ମୋର ସମୟ ଦେଇପାରେ। କଥା ହେଲା ମୋର କମିଟମେଣ୍ଟ କଣ? ମୁଁ ସ୍ଥିର ହେଇ ରହିପାରୁଛି ତ ନା ସଂସାରର ଝଡ଼ ବତାସ ଦେଖିକିରି ବିଚଳିତ ହେଇଯାଉଛି? ଯଦିଓ ଯୀଶୁ ସହିତ ଅଛନ୍ତି, ପବିତ୍ର ଆତ୍ମା ସହିତ ଅଛନ୍ତି, ମୁଁ କି ବିଚଳିତ ହଉଛି? ସେଥିପାଇଁ ସାଧୁ ପାଉଲ ଲେଖିଲେ, ସ୍ଥିର ହେଇ ରୁହ, ଷ୍ଟାଣ୍ଡ ଫର୍ମ। ସ୍ଥିର ହେଇ ରୁହ, ଲେଖି ନାହାନ୍ତି ଶୋଇପଡ଼ ସ୍ଥିର ହେଇକିରି କି ବସିକିରି। ଷ୍ଟାଣ୍ଡ, ଷ୍ଟାଣ୍ଡ ଫାର୍ମ। କଣ ପାଇଁ? ଶୈତାନର ସମସ୍ତ ଚାତୁରୀରୁ ବଞ୍ଚିବା ପାଇଁ, ଅବରୋଧ କରିବା ପାଇଁ, ଅନ୍ୟକୁ ଏନକରେଜ, ସାହାଯ୍ୟ କରିବା ପାଇଁ, ଆଶ୍ୱାସନା ଦେବା ପାଇଁ। ସେଥିପାଇଁ ମତେ ଦୃଢ ଭାବରେ ଛିଡା ହେବାର ଅଛି। ସମୟ ବୋଧେ ହେଇଯାଉଛି। ତେବେ କାହିଁକି ମୁଁ ସେ ପ୍ରକାର ଛିଡା ହେବି, ସେ ପ୍ରକାର କରିବି, ଯେପରି ମୁଁ ଯାହା କରିଛି ପ୍ରଭୁଙ୍କ ପାଇଁ ତାହା ବୃଥା ନ ଯାଏ। ପ୍ରଥମ କରନ୍ଥୀୟ 15:58। ତାହା ଯେପରି ବୃଥା ନ ଯାଏ। ମୋର ପ୍ରାର୍ଥନା, ମୋର ଗୀତ ଗାୟନ, ମୋର ଶିକ୍ଷା, ମୋର ପ୍ରଚାର କେବଳ ପବନ ପରି ବହିଯିବ ନାହିଁ, ମାତ୍ର ତାହା ବୃଥା ଯିବ ନାହିଁ। ତାହା ଈଶ୍ୱରଙ୍କ ପାଖରେ ସଂଗୃହୀତ ହେବ, ସେ ପୁସ୍ତକରେ ଲେଖାଯିବ। ହଁ, ଏ ଭଉଣୀ ମାନେ ଗୀତ ଗାଉଥିଲେ, ସଞ୍ଜୁ ପ୍ରଭା ଭଉଣୀ, ଆଉ ମୋ ନାଁ ଭୁଲି ଯାଉଛି, ତାଙ୍କ ନାଁ ଲେଖା ହବ। ଏମାନେ ଅନଲାଇନରେ ଆଧୁନିକ ଯୁଗରେ ସେମାନେ ଗୀତ ଗାଇ ମୋର ନାମକୁ ଉଚ୍ଚୀକୃତ କରିଛନ୍ତି। ବୀରେନ୍ଦ୍ର ଭାଇ ପରିଚାଳନା କରୁଛନ୍ତି। ଟୁରୁକ ଭଉଣୀ ପ୍ରାର୍ଥନାରେ ସବୁ କିଛି ସଜାଇ ରଖୁଛନ୍ତି, ଲେଖା ହବ ତାଙ୍କ ବହିରେ। ଏହା ଈଶ୍ୱରଙ୍କର କଥା ଭାଇ, ମୋର କଥା ନୁହେଁ କି ଆପଣମାନଙ୍କର କଥା ନୁହେଁ। ଆମେ କଥା ଦେଇକି ଭୁଲି ଯାଉ। ହଁ ଭାଇ, ଅମୁକ ଦିନ ମୁଁ ନିଶ୍ଚୟ ଯିବି, ଗଲା ଶେଷ, ଆଉ ଯାଇନଥିବି, ଭୁଲି ଯାଇଥିବି, କଣ କରୁଛି। କିନ୍ତୁ ଈଶ୍ୱର ଯିଏ ଅଛନ୍ତି, ଯିଏ ଆଗରୁ ଥିଲେ, ସିଏ ମଧ୍ୟ ରହିବେ। ତେଣୁକରି ଆମମାନେ ନିଜ ଜୀବନକୁ ଜାଗ୍ରତ ହେବା, ଯେପରି ପୁନରୁତ୍ଥାନକୁ ଆମମାନେ ଆଶା କରିବା, ଆଶାୟୀ ହେବା। କେତେ ଶୀଘ୍ର ପ୍ରଭୁ ଆସିବେ, କିନ୍ତୁ କାର୍ଯ୍ୟରେ ଆମମାନେ ବ୍ୟସ୍ତ ରହିବା।
प्रभु ये अल्प चिंतारे आपण मानकु आशीर्वाद करंतु। ओवर टू आमान करो भौणी टुडुक भौणी। थैंक यू संजीव भाई। हाँ भाई प्रभु आपन को सुंदर भाव आज व्यवहार करचंती।